ଭାରି ସାଙ୍ଗ ସାଥୀ ହୋଇ ଚଳନ୍ତି। ଯୁଆଡ଼େ ଯାଆନ୍ତି ସାଙ୍ଗ ସାଥୀ ହୋଇ ଯାଆନ୍ତି। ଯାହା ଖାଦ୍ୟ ପାଆନ୍ତି ମିଳିମିଶି କରି ଖାଆନ୍ତି। ଦିନେ ଦୁଇ ବିଲେଇ ଏକ ଗଛ ମୂଳରେ ବସି ଦୁଃଖ ସୁଖ ହେଉଥିଲେ। ମୁସି ବିଲେଇ କହିଲା, ଜାଣିଲୁ ପୁସି, ମୋର ଚକୁଳି ପିଠା ଖାଇବାକୁ ଭାରି ଇଚ୍ଛା ହେଉଛି। ପୁସି ବିଲେଇ କହିଲା, ହଁ ଲୋ ମୁସି, ମୋର ବି ପିଠା ଖାଇବାକୁ ଭାରି ଇଚ୍ଛା ହେଉଛି। ଚାଲୁନୁ ଗୋଟିଏ କାମ କରିବା। ସେ କମଳି ଆଈ ନୁହେଁ, ଚକୁଳି ପିଠା କରିଛି। ଚାଲ ସେଇଠୁ ଦୁଇଟି ପିଠା ଚୋରି କରି ଆଣିବା। ହଉ ଠିକ୍ ଅଛି, ଚାଲ। ଦୁଇଟି ବିଲେଇ ଏପଟେ କଥା ହୋଇ କମଳି ଆଈ ଘରକୁ ଗଲେ। ସେଇଠି ଯାଇ ଦେଖନ୍ତି ସେଠାରେ ଦୁଇଟି ପିଠା ଜାଗାରେ ଗୋଟିଏ ପିଠା ଅଛି। ସେଇଠୁ କ'ଣ ହେଲା ନା, ମୁସି ବିଲେଇ ସଙ୍ଗେ ସଙ୍ଗେ ପିଠାଟିକୁ ଧରି ଝଟକିନା ପଳାଇଲା ଓ ତା ପଛେ ପଛେ ପୁସି ଧାଇଁଲା। ଦୁଇ ଜଣ ଯାକ ଏକ ଗଛ ମୂଳରେ ଆସି ବସିଲେ ଓ କଳି କରିବା ଆରମ୍ଭ କରିଦେଲେ। ପୁସି ବିଲେଇ କହୁଥାଏ, ଏ ପିଠା ମୋର। କମଳି ଆଈ ଘରେ ପିଠା ଅଛି ବୋଲି ମୁଁ ପ୍ରଥମେ କହିଥିଲି। ମୁସି ବିଲେଇ କହୁଥାଏ, ନା, ଏ ପିଠା ମୋର। ଏ ପିଠାକୁ ଏତେ କଷ୍ଟରେ ମୁଁ ଚୋରି କରି ଆଣିଛି। ଏପରି ଭାବରେ ଦୁଇ ଜଣଙ୍କ ଭିତରେ ଜୋରରେ କଳିକଜିଆ ଲାଗିଲା। ବିଲେଇ ପ୍ରକୃତି ଯିବ କୁଆଡ଼େ? କଳି ଲାଗିବା ତ ସେମାନଙ୍କର ସ୍ୱଭାବ। ଏମାନଙ୍କ ଭିତରେ ଏପରି କଳି ହେଉଥିବାର ଗୋଟିଏ ମାଙ୍କଡ଼ ସେଇ ଗଛ ଡାଳରେ ବସି ଦେଖୁଥିଲା। ମାଙ୍କଡ଼ଟି ମନେ ମନେ କିଛି ଭାବିବା ପରେ ଗଛ ଉପରୁ ଓହ୍ଲାଇ ସେ ଦୁଇ ବିଲେଇଙ୍କ ପାଖକୁ ଆସି ପହଞ୍ଚିଗଲା। ମାଙ୍କଡ଼ କହିଲା, ଆରେ ବିଲେଇ ନାନୀ, ସାମାନ୍ୟ ପିଠା ପାଇଁ ତମେ ଦୁଇ ଜଣ ଏମିତି ଝଗଡ଼ା ଲାଗୁଛ? ମୋତେ ଦିଅ, ମୁଁ ତମ ଦୁଇ ଜଣଙ୍କ ପିଠା ଭଲ ଭାବରେ ଦୁଇ ଭାଗ କରିଦେବି। ପୁସି ଆଉ ମୁସି ପିଠାଟିକୁ ମାଙ୍କଡ଼ ହାତକୁ ଦେଇଦେଲେ ଓ ମାଙ୍କଡ଼ କିପରି ଭାଗ କରୁଛି ତାକୁ ଉଣ୍ଡିକି ବସିଲେ। ମାଙ୍କଡ଼ଟି ଭାରି ଚାଲାକ ଓ ଚତୁର ଥିଲା। ସେ କ'ଣ କଲା ନା, ପିଠାଟିକୁ ଦୁଇ ଖଣ୍ଡ କରି ଭାଗ କରିଦେଲା। ଗୋଟିଏ ପିଠାଟିକୁ ଛୋଟ ଓ ଅନ୍ୟ ଖଣ୍ଡକୁ ବଡ଼ କରିଦେଲା। ବିଲେଇମାନେ କହିଲେ, ମାଙ୍କଡ଼ ଭାଇ, ଗୋଟେ ପଟ ପିଠା ବଡ଼ ହୋଇଗଲା। ମାଙ୍କଡ଼ କହିଲା, ଏଇ କଥା, ରୁହ, ଏବେ ଠିକ୍ କରିଦେଉଛି। ଏପରି କହି ବଡ଼ ପିଠା ଖଣ୍ଡ କରୁ ମାଙ୍କଡ଼ଟି ଜାଣିଶୁଣି ଅଧିକ ଖାଇଦେଲା। ତାପରେ ଯେଉଁ ପିଠା ଖଣ୍ଡକ ବଡ଼ ଥିଲା ସେ ପୁରା ଛୋଟ ହୋଇଗଲା। ଛୋଟ ପିଠାଟିର ଆକାର ବଡ଼ ହୋଇଗଲା। ବିଲେଇମାନେ ପୁଣି ଗୁହାରି କଲେ। ମାଙ୍କଡ଼ କହିଲା, ହଉ ତାହେଲେ ଏପଟଟା ପୁଣି ସମାନ କରିଦେଉଛି। ପୁଣି ମାଙ୍କଡ଼ ସେଇଆ କଲା। ଯେଉଁ ପିଠାଟି ବଡ଼ ଥିଲା ସେଥିରୁ ପୁଳାଏ ଖାଇଦେଲା ଓ ସେ ପିଠାଟା ପୁରା ଛୋଟ ହୋଇଗଲା। ଏପରି ଭାବରେ ମାଙ୍କଡ଼ ପୁଳେ ପୁଳେ କରି ସବୁ ପିଠା ଖାଇଦେଲା। ପିଠା ଖାଇସାରି ମାଙ୍କଡ଼ ଗୋଟିଏ ଡିଆରେ ଯାଇ ଗଛ ଉପରେ ଯାଇ ବସିଲା। ବିଲେଇମାନେ ମାଙ୍କଡ଼ର ଏହି କାମ ଦେଖି କାନ ମୋଡ଼ି ଗାଲକୁ ଆଉଁସି ଘରକୁ ଗଲେ।